जय जगन्नाथ सांग मैंने आशा करे आपण मैंने समस्ते भले थे मुझे बहुत भले अच्छी तो चलतु जीवा विश्व प्रसिद्ध महाराज अधिराज कंसों सहित कथा हाँपाई। महाराजाधिराज रघुनाथ ଆପଣଙ୍କ ନିଶ୍ଚିତ ତ ସର୍ବପ୍ରଥମେ ଆମେ ଆପଣଙ୍କର ପରିଚୟ ଜାଣିବାକୁ ଚାହିଁବୁ। ମୋ ନାଁ ହେଉଛି ଭୁବନେଶ୍ୱର ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା କଂସ ମହାରାଜ। ଆପଣଙ୍କର ଅଭିନୟ ଜୀବନର ଆରମ୍ଭ କେବେ ଏବଂ କିପରି ହୋଇଥିଲା? ମୋତେ ଯେତେବେଳେ 12 ବର୍ଷ ହୋଇଥିଲା ସେଇ 12 ବର୍ଷରୁ ମୋ ଅଭିନୟ ଜୀବନ ଆରମ୍ଭ ହୋଇଥିଲା। ସେତେବେଳେ ମୋ ପ୍ରଥମ ନାଟକ ହେଉଛି ମହାଭାରତ। ମୁଁ ସେତେବେଳେ ଅଭିମନ୍ୟୁ ଭୂମିକାରେ ଅଭିନୟ କରିଥିଲି। ତ ଆମ୍ଭେମାନେ ଜାଣିଛୁ ଆପଣ ବହୁତ ପ୍ରଖ୍ୟାତ ଲାଭ କରିଛନ୍ତି ବରଗଡ଼ ଧନୁଯାତ୍ରାର କଂସ ଭୂମିକା ପାଇଁ। ତ ସେଇ ବିଷୟରେ କିଛି କହିବେ? ବରଗଡ଼ ଧନୁଯାତ୍ରାରେ ମୁଁ ଦୀର୍ଘ 6 ବର୍ଷ କାଳ ଅଭିନୟ କରିଛି। ବିଭିନ୍ନ ମଞ୍ଚରେ 1994 ମସିହାରୁ ମୁଁ ଧନୁଯାତ୍ରା ଆରମ୍ଭ କରିଛି। ସର୍ବପ୍ରଥମରେ ଚିଚିଣ୍ଡା ଧନୁଯାତ୍ରା ଯେଉଁଠିକୁ ଆସିଥିଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକ। ତାଙ୍କୁ ମୁଁ 10,000 ଟଙ୍କା ଜରିମାନା କରିଥିଲି 94 ମସିହାରେ। 97 ମସିହାରେ ଆସିଥିଲେ ନବୀନ ପଟ୍ଟନାୟକ ଏବଂ 2025 ମସିହାରେ ବରଗଡ଼ ଧନୁଯାତ୍ରାକୁ ଆସିଥିଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆପଣଙ୍କର ବାସ୍ତବ ଜୀବନ ଆଉ ନାଟକୀୟ ଜୀବନ ମଧ୍ୟରେ କିଛି ସାମଞ୍ଜସ୍ୟ ଅଛି ନା ପୁରା ଅଲଗା? ନା, ବାସ୍ତବ ଜୀବନରେ ମୁଁ ହେଉଛି ଜଣେ ମଣିଷ। ମୋ ଘର ସଂସାର ଅଛି, ମୋ ପରିବାର ଅଛନ୍ତି, ମୋ ଗାଁ ଅଛି। ଗାଁ ମୋ ବିରାଟ ଗାଁ, 8ଟା ୱାର୍ଡ ଗାଁ। ସେ ଗାଁରେ ମୁଁ ସଭାପତି ଅଛି, ଗାଁ ପ୍ରେସିଡେଣ୍ଟ ଅଛି। ଗାଁରେ 11ଟା ମନ୍ଦିର ଅଛି, ତାକୁ ମଧ୍ୟ ଚଳିବାକୁ ପଡୁଛି। ତେଣୁ ଅଭିନୟ ଜୀବନ ଆଉ ବାସ୍ତବ ଜୀବନ ଭିତରେ ଆକାଶ ପାତାଳ ଫରକ। ଆମେ ଘରେ ଆମ ଛୁଆ ପିଲା ପରିବାର ପୁଅ ବୋହୂ ନାତି ନାତୁଣୀ ସମସ୍ତଙ୍କୁ ନେଇକି ଆମେ କରୁଛୁ। ତେଣୁ ବାସ୍ତବ ଜୀବନ ଗୋଟେ ନିଆରା। ତ ଆମ ରାମାୟଣ ଗ୍ରାମ ଏବଂ ଦୁର୍ଗା ପୂଜା କମିଟି ଭିତରେ କିଛି କହିବାକୁ ଚାହିଁବେ? ରିଆମାଳ 75ତମ ଦୁର୍ଗା ପୂଜା ଉପଲକ୍ଷେ ମୁଁ ଭୁବନେଶ୍ୱର ପ୍ରଧାନ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା କଂସ ମହାରାଜ ମୁଁ ଆସିଛି ରାବଣ ଭୂମିକାରେ। ଏଠି ଚାଲିଛି ରାମଲୀଳା। ଆଜି ହେଉଛି ତାର ଦ୍ୱିତୀୟ ରଜନୀ। ବହୁତ ଜନସମାଗମ ହଉଛନ୍ତି। କମିଟିର ବନ୍ଧୁମାନେ ଭାଇମାନେ ବହୁତ ଭଦ୍ର, ବହୁତ ସମ୍ମାନ ଦେଉଛନ୍ତି ଏଠି। ଏବଂ ରାମଲୀଳା ଦେଖିବା ପାଇଁ ଲୋକଙ୍କର ପ୍ରବଳ ଭିଡ଼ ଚାଲିଛି। ଦିନକୁ ଦିନ ବହୁତ ଭିଡ଼ ଚାଲିଛି। ଆଜି ଅଭିନୟ ହେଉଛି ରାବଣର ଦିଗ୍ବିଜୟ, ରାବଣର ଦରବାରରେ ପାତ୍ରମନ୍ତ୍ରୀଙ୍କ ସହ ଆଲୋଚନା। ସେପଟରେ ଅଛି ରାମ ବନବାସ, ସୁପର୍ଣ୍ଣଖାର ନାସାକର୍ଣ୍ଣ ଛେଦନ, ସୀତା ଚୋରି ଏବଂ ଜଟାୟୁ ବଧ। ଆଜି ତୃତୀୟ ରଜନୀରେ ଏହି ସବୁ ଅଭିନୀତ ହେବ। ଆପଣଙ୍କର ଗୋଟିଏ ଧମାକେଦାର ଡାଇଲଗ କହିବେ? ଶ୍ରୀରାମ ଲକ୍ଷ୍ମଣ ଶ୍ରୀରାମ ଲକ୍ଷ୍ମଣ ଶ୍ରୀରାମ ଲକ୍ଷ୍ମଣ ବାରମ୍ବାର ପ୍ରତିଧ୍ୱନିତ ହେଉଛି ମୋ ମାନସ କୁଞ୍ଜେ। କିଏ କିଏ ସେଇ ରାମ, କିଏ ସେ ଲକ୍ଷ୍ମଣ? ଏ ତ୍ରେତୟା ଯୁଗରେ ଶତ୍ରୁ ରୂପେ ଜନ୍ମ ନେଇଅଛି ଅଯୋଧ୍ୟା ନାମରେ ଦଶରଥ ପୁରୀ। ବଧ କରିଅଛି ମୋର ତାରକା ରାକ୍ଷସୀ, ବଧ କରିଅଛି ମୋର ସୁବାହୁ ଦୈତ୍ୟକୁ, ବଧ କରିଅଛି ମୋର ଘର ଦୂଷଣ ତ୍ରିଶିରା ଏବଂ ଭକ୍ତି ସୁପର୍ଣ୍ଣଖାର ନାସାକର୍ଣ୍ଣ କରିଛି ଚ୍ଛେଦନ। ତେଣୁ ଭକ୍ତି ପ୍ରତିଶୋଧ ନେବା ପାଇଁ ପଞ୍ଚବଟୀ ବନୁ ହରଣ କରି ନେଇ ଆସିଅଛି ଜନକ ନନ୍ଦିନୀ ସୀତୟା ସୁନ୍ଦରୀ। ବହୁତ ବଢିଆ, ଧନ୍ୟବାଦ।